नमस्कार दर्शक बंधु आज हेउछि डिसेम्बर मास बुधवार आज दिन जाकर गुरुत्वपूर्ण खबर उपरे आसंतु नजर पकेबा वीडियो को शेष पर्यंत देखंतु मात्र किछि समय मध्यरे संपूर्ण खबर जानि परिबे ता पूर्वर चैनल ले नुआ थिले चैनल को सब्सक्राइब करी पाखरे आसुथिबा बेल आइकन को ऑन करी रखंतु एमिति प्रतिदिन नुआ लेटेस्ट न्यूज सर्वप्रथमे देखिबा पई आसंतु संपूर्ण खबर उपरे नजर पकेबा। प्रथमे एप्रिल पर बंद होई जिवो एही 6टी बड़ बैंक सर्वबृहत सरकारी बैंक एसबीआई मध्य भविष्य रे एहार बजार मूल्य को आहुरी वृद्धि करिबा पई बड़ बैंक सृष्टि କରିବାକୁ ଚାହୁଁଛି। ବର୍ତ୍ତମାନ 6ଟି ପିଏସୟୁ ବ୍ୟାଙ୍କ को ନେଇ ଆଲୋଚନା ଚାଲିଛି। ବ୍ୟାଙ୍କ ମିଶ୍ରଣର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଆର୍ଥିକ କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରିବା, ଏନପିଏ ହ୍ରାସ କରିବା, ଡିଜିଟାଲ କ୍ଷମତା ବୃଦ୍ଧି କରିବା ଏବଂ ବିଶ୍ୱ ସ୍ତରରେ ଭାରତୀୟ ବ୍ୟାଙ୍କଗୁଡ଼ିକର ପ୍ରତିଯୋଗିତାମୂଳକତା ବୃଦ୍ଧି କରିବା। ମିଶ୍ରଣ ପାଇଁ ଆଲୋଚନା ହେଉଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ୟୁକୋ ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ଅନ୍ତର୍ଭୁକ୍ତ। ଏହି ବ୍ୟାଙ୍କଗୁଡ଼ିକ ମଧ୍ୟରୁ କିଛି ପରସ୍ପର ସହିତ କିମ୍ବା ଏକ ବଡ଼ ବ୍ୟାଙ୍କ ସହିତ ମିଶ୍ରଣ ହୋଇପାରେ। ରିପୋର୍ଟ ଅନୁଯାୟୀ ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟାଙ୍କ ମିଶ୍ରଣ ଯୋଜନା ପ୍ରସ୍ତୁତ କରୁଛନ୍ତି ଏବଂ ସରକାରୀ ବିବରଣୀ ଏପ୍ରିଲ-ମେ ମାସରେ ପ୍ରକାଶିତ ହୋଇପାରେ। ପରବର୍ତ୍ତୀ ଖବର ଶ୍ରୀଲଙ୍କାକୁ ଭାରତ ବଢ଼ାଇଲା ବନ୍ଧୁତାର ହାତ। ବାତ୍ୟାରେ ଧ୍ୱଂସ ହୋଇଥିବା ଅଞ୍ଚଳକୁ ପୁନର୍ନିର୍ମାଣ ପାଇଁ ଭାରତ କରୁଛି ସାହାଯ୍ୟ। ଘୂର୍ଣ୍ଣିଝଡ଼ ଦିତାୱା ଯୋଗୁଁ ପ୍ରବଳ କ୍ଷତି ସହିଥିବା ଶ୍ରୀଲଙ୍କାକୁ ଭାରତ $450 ସହାୟତା ପ୍ୟାକେଜ ଘୋଷଣା କରିଛି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କଲମ୍ବୋରେ କହିଛନ୍ତି ଯେ ଏହି କଷ୍ଟକର ସମୟରେ ଭାରତ ଶ୍ରୀଲଙ୍କା ସହିତ ଦୃଢ଼ ଭାବରେ ଠିଆ ହୋଇଛି। ଏସ୍ ଜୟଶଙ୍କର ଶ୍ରୀଲଙ୍କା ରାଷ୍ଟ୍ରପତି ଦିଶାନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଚିଠି ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଚିଠିରେ ଶ୍ରୀଲଙ୍କାର ପୁନର୍ନିର୍ମାଣ ପାଇଁ $450 ପ୍ରତିଶ୍ରୁତି ଦିଆଯାଇଛି। ଘୂର୍ଣ୍ଣିଝଡ଼ ପରେ ଭାରତ ତୁରନ୍ତ ଅପରେସନ ସାଗର ବନ୍ଧୁ ଆରମ୍ଭ କରିଥିଲା। ଏହି ଅଭିଯାନ ଅଧୀନରେ ରିଲିଫ କାର୍ଯ୍ୟ ସମାପ୍ତ ହେବା ସହିତ ବର୍ତ୍ତମାନ ପୁନଃ ନିର୍ମାଣ ଉପରେ ଧ୍ୟାନ ଦିଆଯାଇଛି। ଜୟଶଙ୍କର କହିଛନ୍ତି ଯେ ଭାରତ ପ୍ରାୟ 1100 ଟନ୍ ରିଲିଫ ସାମଗ୍ରୀ ଶ୍ରୀଲଙ୍କାକୁ ପଠାଇଛି। ଏହା ସହିତ 14.5 ଟନ୍ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ମଧ୍ୟ ପଠାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀମାନଙ୍କୁ ଶ୍ରୀଲଙ୍କା ସରକାରଙ୍କ ସହିତ ଘନିଷ୍ଠ ଭାବରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ସବୁଠାରୁ ଜରୁରୀ କାର୍ଯ୍ୟ ପ୍ରଥମେ ସମାପ୍ତ ହେବ। ଶ୍ରୀଲଙ୍କାକୁ ଭାରତର $450 ସହାୟତାରେ ସର୍ତ୍ତରେ $350 ଋଣ ଏବଂ $100 ପ୍ରତ୍ୟକ୍ଷ ସହାୟତା ଅନ୍ତର୍ଭୁକ୍ତ। ଶ୍ରୀଲଙ୍କା ସରକାରଙ୍କ ସହିତ ପରାମର୍ଶ କରି ଏହି ଟଙ୍କାକୁ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ ବୋଲି ଆଲୋଚନା କରାଯାଇଥିଲା। ପରବର୍ତ୍ତୀ ଖବର ଓଡ଼ିଶାରେ ବଢ଼ୁଛି ଶୀତର ପ୍ରକୋପ। ତିନି ଦିନରେ ଏସବୁ ଜିଲ୍ଲାରେ ହ୍ରାସ ପାଇବ ପାରଦ। ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ 3 ଦିନ ମଧ୍ୟରେ ଗୁରୁତର ଭାବେ ହ୍ରାସ ପାଇଛି। ଭୁବନେଶ୍ୱରରେ 3 ଦିନ ତଳେ ତାପମାତ୍ରା 15.1 ଡିଗ୍ରୀ ସେଲସିୟସ ଥିବା ବେଳେ ମଙ୍ଗଳବାର ଏହା 11.9 ଡିଗ୍ରୀ ସେଲସିୟସକୁ ଖସି ଆସିଛି। ଭୁବନେଶ୍ୱର ଓ କଟକରେ ଚଳିତ ସପ୍ତାହରେ ପାରଦ 11.0 ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମଙ୍ଗଳବାର କଟକର ସର୍ବନିମ୍ନ ତାପମାତ୍ରା 12.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ କୋରାପୁଟ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି, ଯେଉଁଠାରେ ସର୍ବନିମ୍ନ ତାପମାତ୍ରା 6.3 ଡିଗ୍ରୀ ସେଲସିୟସ ରହିଛି। ସେହିପରି ଶିମିଳିଗୁଡ଼ାରେ 6.7 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। 10 ଡିଗ୍ରୀ ସେଲସିୟସ ତଳେ ଥିବା ଅନ୍ୟ ସହର ଗୁଡ଼ିକ ହେଉଛି ଦାରିଙ୍ଗିବାଡ଼ି, ଉଦୟଗିରି, ନବରଙ୍ଗପୁର, ଫୁଲବାଣୀ, ଝାରସୁଗୁଡ଼ା ଓ ପିପିଲିମାରେ ତାପମାତ୍ରା ରହିଛି। ପରବର୍ତ୍ତୀ ଖବର ସର୍ବକାଳୀନ ରେକର୍ଡ ଛୁଇଁଲା ହଳଦିଆ ଧାତୁ। ସୁନା କିଣିବା ଏଣିକି 7 ସପନ ଏକାଥରେ 4600 ବଢ଼ିଲା। ଫ୍ୟୁଚର ବଜାରରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ହୋଇଛି। ତେବେ ଆଜି ସର୍ବାଧିକ ରେକର୍ଡ ସ୍ତର ଛୁଇଁଛି ସୁନା ଦର। 10 ଗ୍ରାମକୁ $1,38,550 ଟଙ୍କା ହୋଇଛି। 22 କ୍ୟାରେଟକୁ $2,200 ଟଙ୍କା ବୃଦ୍ଧି ପାଇ $1,27,000 ଟଙ୍କା ପାର ହୋଇଛି। ମୁମ୍ବାଇରେ 24 କ୍ୟାରେଟ 10 ଗ୍ରାମ ଦର $1,38,550 ଟଙ୍କା ହୋଇଛି। 22 କ୍ୟାରେଟ 10 ଗ୍ରାମ $1,27,000 ରହିଛି। ତେବେ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ ସୁନା ମୂଲ୍ୟ $1,38,700 ଟଙ୍କା ଥିବା ବେଳେ 22 କ୍ୟାରେଟ ସୁନା ମୂଲ୍ୟ $1,27,150 ଟଙ୍କା ଏବଂ 18 କ୍ୟାରେଟ ସୁନା ମୂଲ୍ୟ $1,04,60 ଟଙ୍କା ରହିଛି। ସେହିପରି ମୁମ୍ବାଇରେ 24 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପ୍ରତି $1,38,550 ଟଙ୍କା ଥିବା ବେଳେ 22 କ୍ୟାରେଟ ସୁନା ମୂଲ୍ୟ $1,27,000 ଟଙ୍କା ଏବଂ 18 କ୍ୟାରେଟ ସୁନା ମୂଲ୍ୟ $1,03,910 ଟଙ୍କା ରହିଛି। ରୂପା ଦାମ ମଧ୍ୟ ବୃଦ୍ଧି ପାଇଛି। ମୁମ୍ବାଇରେ ରୂପା ଦର କେଜି ପିଛା ରହିଛି $2,19,000 ଟଙ୍କା। ଚଳିତ ବର୍ଷର ଆରମ୍ଭ
ଚଳିତ ବର୍ଷର ଆରମ୍ଭରୁ ଏବେ ସୁଦ୍ଧା ରୂପା 127% ବଢ଼ିଛି। ବଜାରରୁ କେନ୍ଦ୍ରୀୟ ବ୍ୟାଙ୍କ ସୁନା ଏବଂ ରୂପା କିଣିବା ସହ ଅଧିକ ଚାହିଦା ଥିବାରୁ ଦାମ ନିଆଁ ଲାଗିଛି। ପରବର୍ତ୍ତୀ ଖବର ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ହାଇକୋର୍ଟ ଦେଲେ ବଡ଼ ରାୟ। ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। ଏ.ଜି. ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ। ଏହି ପ୍ରସଙ୍ଗକୁ ପ୍ରିମାଚ୍ୟୁର କହିଛନ୍ତି ହାଇକୋର୍ଟ। ବିଧିବଦ୍ଧ ବିଜ୍ଞପ୍ତି ହୋଇନଥିବା ଦର୍ଶାଇ ମାମଲା ଗ୍ରହଣୀୟ ହେବନି ବୋଲି କୋର୍ଟ ରାୟ ଦେଇଛନ୍ତି। ବିଧିବଦ୍ଧ ବିଜ୍ଞପ୍ତି ପରେ ମାମଲା କରିପାରିବେ ବୋଲି ଆବେଦନକାରୀଙ୍କୁ ଅନୁମତି ଦିଆଯାଇଛି। ପରବର୍ତ୍ତୀ ଖବର ସବୁ କର୍ମଚାରୀଙ୍କ ଖାତାକୁ ଆସିବ 2.8 ଲକ୍ଷ ଟଙ୍କା। ଜାଣନ୍ତୁ କେବେ। ଅଷ୍ଟମ ବେତନ କମିଶନର ସୁପାରିଶ ଅନୁଯାୟୀ କର୍ମଚାରୀମାନେ ବର୍ଦ୍ଧିତ ଦରମା ଓ ପୁରୁଣା ଦରମାର ବାକି ବକେୟା ପ୍ରଦାନ କରିପାରନ୍ତି। ଯଦି କେନ୍ଦ୍ର ସରକାର 2028 ପ୍ରାରମ୍ଭରେ ଅଷ୍ଟମ ବେତନ କମିଶନ ଲାଗୁ କରନ୍ତି ତେବେ 30-34% ଦରମା ବୃଦ୍ଧି ହେବାର ସମ୍ଭାବନା ଅଛି। ଏମ୍ବିଟ୍ କ୍ୟାପିଟାଲ ସମେତ ବଜାର ବିଶ୍ଳେଷକମାନେ ଅଷ୍ଟମ ବେତନ କମିଶନ ଅଧୀନରେ 30-34% ଦରମା ଓ ପେନସନ ବୃଦ୍ଧି ହେବାର ପୁନର୍ବାର କରୁଛନ୍ତି। ଫିଟମେଣ୍ଟ ଫ୍ୟାକ୍ଟର 1.83ରୁ 2.46 ମଧ୍ୟରେ ରହିବାର ସମ୍ଭାବନା ଅଛି ଓ ଅଧିକ ଆକଳନ ଅନୁଯାୟୀ ଏହା ପ୍ରାୟ 2.28 ହେବ। ନୂଆ ବ୍ୟବସ୍ଥାରେ ମହଙ୍ଗା ଭତ୍ତା ମୂଳ ଦରମାରେ ଅନ୍ତର୍ଭୁକ୍ତ ହେବ ବୋଲି ଆଶା କରାଯାଉଛି। ଯଦି ବେତନ କମିଶନ କାର୍ଯ୍ୟକାରୀ ହେବାରେ 2 ବର୍ଷ ବିଳମ୍ବ ହୁଏ ତେବେ କର୍ମଚାରୀଙ୍କ ବକେୟା 2.8 ଲକ୍ଷ ଟଙ୍କାରୁ ଅଧିକ ହୋଇପାରେ। ସପ୍ତମ ବେତନ କମିଶନ ଡିସେମ୍ବର 31, 2025ରେ 10 ବର୍ଷ ପାଇଁ ଶେଷ ହେବ। ନୂଆ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ପ୍ରଗତି ଏବେ କେନ୍ଦ୍ରବିନ୍ଦୁରେ। ପରବର୍ତ୍ତୀ ଖବର 24 ନୂଆ ଏନ୍ଏସି 5 ମ୍ୟୁନିସିପାଲିଟି ପାଇଁ ବିଜ୍ଞପ୍ତି ପ୍ରକାଶ। ଗଞ୍ଜାମ ଜିଲ୍ଲାର ଏହି ସବୁ ଅଞ୍ଚଳ। ରାଜ୍ୟରେ 24 ନୂଆ ଏନ୍ଏସି ଓ 5 ମ୍ୟୁନିସିପାଲିଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡ଼ା, ଶିମୁଳିଆ, ସହେଲା, ତିହିଡି, ଧୂସୁରୀ, ସାଲେପୁର, ବଡମ୍ବା, ନରସିଂହପୁର, ଗନ୍ଧିଆ, ଜଗନ୍ନାଥ ପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଟାଙ୍ଗୀ, ବରିଗୁମ୍ମା, ବେତନଟୀ, ମାଙ୍ଗିରିପୋଡି, ଚିତ୍ରଡା, କପ୍ତିପଦା, ରାସଗୋବିନ୍ଦପୁର, ବିଷମକଟକ, ବାମ୍ରା, ରେଙ୍ଗାଲି, ବୀରମହାରାଜାପୁର ନୂଆ ଏକ ଏନ୍ଏସି ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି 5 ନୂଆ ମ୍ୟୁନିସିପାଲିଟି ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, କବିସୂର୍ଯ୍ୟନଗର, ପଲସରା ଏବଂ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ନୂଆ ମ୍ୟୁନିସିପାଲିଟି ପାଇଁ ଚୂଡାନ୍ତ ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର ରୋଗୀ ସେବାରେ ସାମିଲ ହେବେ 150 ନୂଆ ଆମ୍ବୁଲାନ୍ସ। ରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ। ରୋଗୀ ସେବାରେ ସାମିଲ ହେଲା ନୂଆ 108 ଆମ୍ବୁଲାନ୍ସ। ପ୍ରଥମ ପର୍ଯ୍ୟାୟରେ 150ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କରିଛନ୍ତି। 428ଟି ନୂଆ ଆମ୍ବୁଲାନ୍ସ ଗାଡ଼ିର ଯୋଜନା ରହିଛି। ଏଥିରେ 419ଟି ପୁରୁଣା ଆମ୍ବୁଲାନ୍ସ, 2ଟି ଦୁର୍ଘଟଣାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସକୁ ପରିବର୍ତ୍ତନ କରାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ। ଏହା ବ୍ୟତୀତ ବାଣିଜ୍ୟ ଏବଂ ପରିବହନ ବିଭାଗରେ ବିମାନ ବନ୍ଦର, ଏୟାରଷ୍ଟ୍ରିପ୍ରେ ବ୍ୟବହାର ପାଇଁ 5ଟି ପଲ୍ସ ଆମ୍ବୁଲାନ୍ସ ଏବଂ ଝାରସୁଗୁଡ଼ା କାର୍ଡିଆକ୍ କେୟାର ହସ୍ପିଟାଲ ପାଇଁ 2ଟି ପଲ୍ସ ଆମ୍ବୁଲାନ୍ସ ବ୍ୟବହାର କରାଯିବ। ସ୍ୱାସ୍ଥ୍ୟସେବାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆହୁରି 108 ଏମ୍ସ ଆମ୍ବୁଲାନ୍ସ କ୍ରୟ କରାଯାଇଛି। ଆଜି ପ୍ରଥମ ପର୍ଯ୍ୟାୟରେ 150 ଗୋଟି ନୂତନ ଜରୁରୀକାଳୀନ ଆମ୍ବୁଲାନ୍ସକୁ ଓଡ଼ିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରାଯାଇଛି। ଅବଶିଷ୍ଟ ନୂତନ ଆମ୍ବୁଲାନ୍ସ ଗୁଡ଼ିକୁ ଖୁବ୍ ଶୀଘ୍ର ଆମ୍ବୁଲାନ୍ସ ସେବାରେ ନିୟୋଜିତ କରାଯିବ। ତା ସହିତ ପୁରୁଣା ଏମର୍ଜେନ୍ସି ମେଡିକାଲ ଆମ୍ବୁଲାନ୍ସ ସର୍ଭିସ ବା ଏମ୍ସ-ଲିଫ୍ଟକୁ ପରିବର୍ତ୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପରବର୍ତ୍ତୀ ଖବର ମୟୂରଭଞ୍ଜ ଓ ଦେବଗଡ଼ର ସୁନା ଖଣି ନିଲାମ କରିପାରନ୍ତି ରାଜ୍ୟ ସରକାର। ନିଲାମ ନେଇ ଆସନ୍ତା 3 ତାରିଖରେ ବୈଠକରେ ରାଜ୍ୟରେ 49ଟି ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡାନ୍ତ କରିବାକୁ ନିଷ୍ପତ୍ତି ନିଆଯିବ। ପ୍ରସ୍ତାବିତ ଖଣି ବ୍ଲକମାନଙ୍କର ଉପଯୁକ୍ତତା ଅନୁସନ୍ଧାନର ସ୍ଥିତି ନିଲାମ ପାଇଁ ପ୍ରସ୍ତୁତି ଯାଞ୍ଚ ସହ ବୈଠକରେ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡାନ୍ତ କରାଯିବ। ଓଡ଼ିଶାର ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶକ ଦ୍ୱାରା ଡିଓଏମଜି, ଓଏମଜିଏସଆଇ ଏବଂ ଏମଇସିଏଲ ଦ୍ୱାରା ଅନୁସନ୍ଧାନ କରାଯାଇଥିବା ପ୍ରମୁଖ ଖଣି ବ୍ଲକଗୁଡ଼ିକର କ୍ରିଟିକାଲ ଓ ଷ୍ଟ୍ରାଟେଜିକ୍ ଖଣି ବ୍ଲକର ତାଲିକା ପ୍ରସ୍ତୁତ କରାଯାଇଛି। ଆସନ୍ତା 3 ତାରିଖରେ ହେବାକୁ ଥିବା ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ଓଏମସି ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର, ଓଡ଼ିଶାର ଖଣି ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।